ବନ୍ୟାରେ ତ ଆମର ବହୁତ ଦୂର ଦୂରାନ୍ତର ଅଧ୍ୟାପକ ଅଧ୍ୟାପିକା ତିନ୍ତି ବୁଡ଼ିକି ଆସୁଛନ୍ତି। ଜଳବନ୍ଦୀ ଭିତରେ ଆମେ ସବୁ ଅଛୁ। ଯେହେତୁ ସରକାରଙ୍କର ନିୟମ ଅନୁସାରେ ଆମକୁ ତ ଆସିବାକୁ ପଡ଼ିବ। ବନ୍ୟା ଭିତରେ ବି ବନ୍ଦ ହୋଇନି ପାଠପଢ଼ା। ପାଣିରେ ପଶି ଆସୁଛନ୍ତି ଅଧ୍ୟାପକ ଅଧ୍ୟାପିକା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଦେବରାୟ ସାମ୍ବର ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ଗଣେଶ୍ୱରପୁର କଲେଜ ପରିସର ଏବଂ ଆଖପାଖ ଅଞ୍ଚଳରେ ବନ୍ୟା ପାଣି ପଶିଥିଲେ ମଧ୍ୟ ପାଠପଢ଼ା ବନ୍ଦ ହୋଇନାହିଁ। ଲଗାତାର ବର୍ଷା ଯୋଗୁଁ କଲେଜ ରାସ୍ତା ଏବଂ ପରିସରରେ ପାଣି ଜମି ରହିଥିଲେ ମଧ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ବହୁ କଷ୍ଟରେ କଲେଜକୁ ଆସୁଛନ୍ତି। ପାଣି ଭିତରେ ଚାଲି ଚାଲି କେତେବେଳେ ଡଙ୍ଗା ସାହାଯ୍ୟରେ ସେମାନେ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଶିକ୍ଷାଦାନ କାର୍ଯ୍ୟକୁ ଅବ୍ୟାହତ ରଖିଥିବାରୁ ଅଧ୍ୟାପକ ଅଧ୍ୟାପିକାଙ୍କ ଏହି ତ୍ୟାଗ ଏବଂ କର୍ତ୍ତବ୍ୟ ନିଷ୍ଠାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପାଠପଢ଼ା ଜାରି ରଖାଯାଇଛି। ଦେବରାୟ ସାମ୍ବର ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରନ୍ଥାଗାରିକ ଉକ୍ତ ମହାବିଦ୍ୟାଳୟଟି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପାଳିମ ପଞ୍ଚାୟତରେ ଅବସ୍ଥିତ। ବନ୍ୟାରେ ତ ଆମର ବହୁତ ଦୂର ଦୂରାନ୍ତର ଅଧ୍ୟାପକ ଅଧ୍ୟାପିକା ମାନେ ଆସୁଛନ୍ତି। ବହୁତ ଘାତ ପ୍ରତିଘାତ ବନ୍ଧ ବାଡ଼ ସବୁ ବୁଡ଼ି ବାଡ଼ି ଯାଇଛି। ଗାଡ଼ିରେ ଆସିବା ସମ୍ଭବ ନୁହଁ। ଡଙ୍ଗା କରିକି ସେମାନେ ଆସୁଛନ୍ତି। ଗାମୁଛା ପାଲଟି ମଧ୍ୟ ତିନ୍ତି ବୁଡ଼ିକି ଆସୁଛନ୍ତି। ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କର ଉକ୍ତ ଦିବସ ଗୁଡ଼ିକୁ ଛୁଟି ଘୋଷଣା କଲେ ଆମେମାନେ ଏଇ ଯେଉଁ ବିପଦରୁ ଟିକେ ରକ୍ଷା ପାଆନ୍ତୁ। ଜଳବନ୍ଦୀ ଭିତରେ ଆମେ ସବୁ ଅଛୁ। ଯେହେତୁ ସରକାରଙ୍କର ନିୟମ ଅନୁସାରେ ଆମକୁ ତ ଆସିବାକୁ ପଡ଼ିବ। ପିଲାମାନେ ମଧ୍ୟ ଗତକାଲି ଆସିଥିଲେ ଅଳ୍ପ ପିଲା, ଆଜି ପାଣି ବୁଡ଼ିଯିବାରୁ ସେମାନେ ମଧ୍ୟ ଆଜିକେ ଆସିପାରିନାହାନ୍ତି। ଆମେମାନେ ଯେହେତୁ ସରକାରଙ୍କର ଆଇନ ଭିତରେ ବନ୍ଧା ହେଇଛୁ, ତେଣୁ ଆମକୁ ଆସିବାକୁ ବାଧ୍ୟ। ଯେତେ ଘାତ ପ୍ରତିଘାତ ହେଲେ ବି ଆମକୁ ଆସିବାକୁ ପଡ଼ିବ। ତେଣୁ ଯେହେତୁ ଆମେ ତଳି ଅଞ୍ଚଳ ଅଛୁ, ସରକାର ତ ରହିଲେ ଉପର ସ୍ତରରେ, ସେଠି ବନ୍ୟାର ପ୍ରକୃତ ରୂପରେଖ ସେ ଜାଣିପାରୁନାହାନ୍ତି ବା କୌଣସି ଆପଣଙ୍କର ମିଡ଼ିଆ ଭାଇମାନେ ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଜଣାଇ ନାହାନ୍ତି, ଯେଉଁଥିରେ କି ସରକାର କର୍ଣ୍ଣପାତ କରୁନାହାନ୍ତି। ଏହି ଅବସ୍ଥାରେ ବହୁତ ବିପଦ। କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ବହୁତ ଦୂରାନ୍ତରୁ ଆମର ଅଧ୍ୟାପକ ଅଧ୍ୟାପିକା ମାନେ ଆସିବାରେ ବହୁତ ଅସୁବିଧା ହେଉଛି। ତେଣୁ ସରକାରଙ୍କୁ ନିବେଦନ କରୁଛି, ବର୍ତ୍ତମାନ ପରିସ୍ଥିତିରେ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ, ଯେଉଁଥିରେ କି ଆମେମାନେ ବିପଦରୁ ଟିକେ ରକ୍ଷା ପାଆନ୍ତୁ। ଆମେ ନଈ ଡଙ୍ଗାର ଯେଉଁ ପରିସ୍ଥିତି, ସାପ ବିପଦ, ସବୁବେଳେ ତ ବିପଦ ରହିଛି। ଆମେ ଆସୁଛୁ ବହୁତ ଦୂର ରାସ୍ତାରୁ ଆସୁଛୁ, ଆସି ଠିକ୍ ସମୟରେ ନ ପହଞ୍ଚିଲେ ବି ଅସୁବିଧା। ତେଣୁ ସରକାରଙ୍କୁ ନିବେଦନ କରୁଛୁ, ଆମର ପରିସ୍ଥିତିକୁ ଲକ୍ଷ୍ୟ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ବଡ଼ ଦୁଃଖଦ ବିଷୟ, ଆମ ମହାବିଦ୍ୟାଳୟ ବା ବିଦ୍ୟାଳୟଟି ଯାଜପୁର ଏବଂ କେନ୍ଦ୍ରାପଡ଼ାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ। ଆମର ନିକଟ ଯାଜପୁର ଜିଲ୍ଲାଟି 2 ଦିନ ହେବ ସରକାରଙ୍କର ଦୃଷ୍ଟିଗୋଚର ହୋଇ ଛୁଟି ଦିବସ ରୂପେ ଘୋଷଣା କରାଯାଇଛି। ପିଲାମାନଙ୍କୁ ବନ୍ଦ କରାଯାଇଛି। ଯେ ଆମେ ଏଥିରୁ ବଞ୍ଚିତ ହେଉଛୁ। ବନ୍ଧ ଏପାଖଟା ଯାଜପୁର, ବନ୍ଧ ସେପାଖ କେନ୍ଦ୍ରାପଡ଼ା। ଏହି ଅବସ୍ଥାରେ ଆମେ ପାଣିରେ ପଶିକି ଆସୁଛୁ, କିନ୍ତୁ ଏଥିପ୍ରତି ସରକାର କୌଣସି ଦୃଷ୍ଟିଗୋଚର କରୁନାହାନ୍ତି। ସରକାରଙ୍କୁ ଜିଲ୍ଲାପାଳଙ୍କୁ ନିବେଦନ, ଆମମାନଙ୍କ ପରିସ୍ଥିତି ଦେଖି ଯଥାଯଥ କାର୍ଯ୍ୟକ୍ରମ ନିଅନ୍ତୁ ଏବଂ ଆମକୁ ଏଇ ଯେଉଁ ବିପଦରୁ ରକ୍ଷା ହେବା ପାଇଁ କିଛି ଗୋଟେ ପଦକ୍ଷେପ ନିଅନ୍ତୁ। ତେବେ ପ୍ରଶାସନ ପକ୍ଷରୁ କଲେଜ ପରିସରରୁ ପାଣି ନିଷ୍କାସନ ଏବଂ ଯୋଗାଯୋଗ ବ୍ୟବସ୍ଥା କରାଗଲେ ଶିକ୍ଷାଦାନ ଆହୁରି ସୁଗମ ହେବ। ଶିକ୍ଷକଙ୍କ ଏହି ଉତ୍ସର୍ଗୀକୃତ ମନୋଭାବ ସମଗ୍ର ଅଞ୍ଚଳ ପାଇଁ ଏକ ଉଦାହରଣ। ଆଳିରୁ ମାନସ ପଣ୍ଡାଙ୍କ ରିପୋର୍ଟ, ପ୍ରତିଭା ଟିଭି।